ଟିକେ ଗୀତର ଗଣିତ କଥାଟେ କଥା ଆଚ୍ଛା ଠିକ୍ ଅଛି। ଗୋଟେ ସାର୍ ଗୀତର ସଂଜ୍ଞାଟେ କ'ଣ? ଗୀତର ସଂଜ୍ଞା ହେଉଛି ଯେତେ ସରଳ ହେବ ସେତେ ମନଛୁଆଁ ହେବ। ଆଚ୍ଛା ଗୀତର ଯଦି ବ୍ୟାକରଣ ଯଦି ନ ବୁଝିପାରିବ ତାହେଲେ ଭଲ ଗୀତ ଲେଖି ହେବ ନାହିଁ। ଆଜ୍ଞା ଛନ୍ଦ, ଭାଷା ଏବଂ ଆପଣଙ୍କର ବକ୍ତବ୍ୟ କ'ଣ କହିବାକୁ ଚାହୁଁଛନ୍ତି ଯେତେ ସରଳରେ ବୁଝେଇବେ, ଯେତେ ସରଳରେ କହିବେ ଏବଂ ଠିକ୍ ଛନ୍ଦ ଅନୁସାରେ ଶବ୍ଦର ଗଣତି ଅନୁସାରେ ଯଦି କରିବେ ତାହେଲେ ସେଟା ନିଶ୍ଚିତ ଭାବରେ ହୃଦୟସ୍ପର୍ଶୀ ସେଇ ହେଇପାରିବ। ଗଣିତ ସେଇ ଫର୍ମାଟଟା କ'ଣ ସାର୍? ଯେମିତି ଫର୍ମାଟଟା 12 8 ଗୋଟେ ଥାଏ, ଆଜ୍ଞା। 12 12 ମୁଁ ହଁ, ଯେତିକି ଯାହା 12 କଲଚର କରି ବାରଟା ଜାଣିଛି। ହେଉଛି ଦେଖନ୍ତୁ ଗୋଟେ ଉଦାହରଣ ହେଉଛି ଲକ୍ଷେ କବିତା ଲେଖିଲି ତଥାପି ମୋ ମନ ପୁରିଲା ନାହିଁ, ଆଚ୍ଛା ତୁମ ନାଁ ଯେବେ ଲେଖିଦେଲି ଥରେ ମନେ ହେଲା ଆଉ କିଛି ଲେଖିବାର ନାହିଁ। ୟାର ଫର୍ମାଟ ଲକ୍ଷେ କବିତା ଜାଗାରେ ଆପଣ ଏଠି 3ଟା ଅକ୍ଷର ବି ଦେଇପାରିବେ। 3 ଆଚ୍ଛା ଲକ୍ଷେ କବିତା ଲେଖିଲି ତଥାପି ମୋ ମନ ପୁରିଲା ନାହିଁ, ତୁମ ନାଁ ଯେବେ 6 ଆସିଲା ଏଠି, ଛଅ। ଲକ୍ଷେ କବିତା ସେଟା 5 ହେଲା, ଉପରେ ହଁ। ତଳେ 6 ଅକ୍ଷର ହେଲା, କିନ୍ତୁ ଚଳିଗଲା କାହିଁକି ଲକ୍ଷେ ରହିଲା। ସେଟା ଗାଇଲା ବେଳେ 3ଟା ଅକ୍ଷର ଯାହା ଲକ୍ଷେ ସେଇଆ। ଆଜ୍ଞା